ଠିକ କଥା ଚ୍ୟାନେଲ ତରଫରୁ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ମଧ୍ୟ। ଆଜି ଠିକ କଥା ଚ୍ୟାନେଲର ଶୀର୍ଷକ ରହିଛି ନାଟ ଲାଗିଲାଣି ଖାସ ସୁଭଦ୍ରା ପାଇଁ। ସରକାର ଯୋଜନା କଲେ, ଯୋଜନାର ମାନଦଣ୍ଡ ମଧ୍ୟ କଲେ, ନିୟମ ଅନୁଯାୟୀ କାର୍ଯ୍ୟକାରୀ ମଧ୍ୟ ହେଉଛି, ହେଲେ ହିତାଧିକାରୀ ମାନଙ୍କ ମନ ମାନୁନି। କାରଣ ଥରେ ନୁହେଁ, ଦିଥର ନୁହେଁ, ପ୍ରଥମ କିସ୍ତିର ତିନି ଥର ଯିବା ପରେ ନିଜ ପାଳି ନ ପଡ଼ିବାରୁ ହିତାଧିକାରୀ ମାନେ ବହୁତ ଚିନ୍ତାରେ ରହିଛନ୍ତି। ଆଶା ଆଶଙ୍କାରେ ରହିଯିବ ବୋଲି ସେମାନେ ଭାବୁଛନ୍ତି। ଇଏ ଥିଲା ଆମର ପ୍ରଥମ ପର୍ଯ୍ୟାୟ। ଯେଉଁମାନେ ସୁଭଦ୍ରା ଯୋଜନାରେ ଦରଖାସ୍ତ କରି ଏପର୍ଯ୍ୟନ୍ତ ପାଇନାହାନ୍ତି, ଯେଉଁ 20 ଲକ୍ଷ ହିତାଧିକାରୀ ପାଇନାହାନ୍ତି, ସେମାନଙ୍କ ପରିବାରରେ ଏଇ କଥା ଉଠୁଛି ଯେ ଧନ ହାନି ପ୍ରାଣ ପୀଡ଼ା। କଷ୍ଟ କରୁଛନ୍ତି, ଜନସେବା କେନ୍ଦ୍ର ଯାଉଛନ୍ତି, ବ୍ୟାଙ୍କ ଯାଉଛନ୍ତି, ଅପରପକ୍ଷରେ ପିଲାମାନଙ୍କର ଦାୟିତ୍ୱ ଠିକ ନେଇ ପାରୁନାହାନ୍ତି। ସବୁକୁ ଛାଡ଼ନ୍ତୁ, ସେମାନେ ପାଇବା ବେଳକୁ ସେମାନଙ୍କର ତାଲିକାରେ ନାଁ ନାହିଁ, ଅଣ୍ଡର ପ୍ରୋସେସ ହଉନି କି ରିଜେକ୍ଟ ବି ହଉନି। ତୃତୀୟ ଦେଖିବାକୁ ଗଲେ ତିନି ଥର ହଉ ପଛେ ପଡ଼ୋଶୀ ଘରର ମାଟିଏ ଭଉଣୀଟିଏ ଯଦି ପାଇଯାଉଛି, ପାଇପାରୁନଥିବା ହିତାଧିକାରୀଟିଏ ନିଜକୁ ଅତି କଷ୍ଟ ମନେ କରୁଛି। ପାଇସାରିଥିବା ମହିଳାଟିର ପାଇଥିବା ଟଙ୍କାରେ କିଛି କାମ ଲଗେଇ ପାରୁଛି, ରୋଜଗାରକ୍ଷମ କରିପାରୁଛି, କିମ୍ବା କୌଣସି ନା କୌଣସି ବାଟରେ ଖର୍ଚ୍ଚ କରି ନିଜକୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛି। ସେ ସମୟରେ ପାଇନଥିବା ହିତାଧିକାରୀ ବହୁ କଷ୍ଟ ପାଉଛି। କଥାରେ ଅଛି, ପୁରୁଷ ଲୋକଟି ହେଇଥିଲେ ସବୁ ଚଳନ୍ତା, କିନ୍ତୁ ସ୍ତ୍ରୀ ଲୋକମାନେ ଯଦି ତା ଘରର ଟିଭିଟି ହେଲାଣି, ମୋ ଘରେ ଟିଭି ନାହିଁ, ଘର ନିଶ୍ଚିତ ବିଶୃଙ୍ଖଳା ହବ। ସେଥିପାଇଁ କେତେ କଷ୍ଟ ସହିବାକୁ ପଡୁଛି ସେମାନଙ୍କୁ ଦେଖିବା ଲୋକ ହିଁ ଅନୁଭବ କରିପାରିବ। ଏହା ପରେ ବି ସବୁ ଅସୁବିଧା ସେମାନେ ହୃଦୟଙ୍ଗମ କରୁଛନ୍ତି, ପୁଣି ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରୁଛନ୍ତି। ଏଥର ନ ଆସିଛି ଆମକୁ ଆସିବ। ଯେତେବେଳେ ତାଙ୍କର ପରିବାରରେ, ଯେତେବେଳେ ତାଙ୍କର ପାଖ ପଡ଼ିଶା ସାଙ୍ଗସାଥି ତୁ ପାଇଲୁଣୁ ପଚାରୁଛନ୍ତି, ସେମାନଙ୍କୁ ନା କହିବାକୁ ବି କଷ୍ଟ ହଉଛି। ଚେଷ୍ଟା କରୁଛୁ, ମୋର ଏଇ ବ୍ୟାଙ୍କଟା ଠିକ ହେଇଗଲାଣି, ଆସିଯିବ, କିନ୍ତୁ ସେମାନେ ପ୍ରକୃତ ଜାଣିପାରୁନାହାନ୍ତି ସେମାନଙ୍କର ଅପାଇବାର କାରଣ କଣ। ଇଏ ତ ଗଲା ଆପଣଙ୍କର କେତୋଟି ସମସ୍ୟା ମା ଭଉଣୀ ମାନଙ୍କର। ପାଇଥିବା ଲୋକମାନଙ୍କର ଏକ ବିରାଟ ସମସ୍ୟା ହେଇ ରହିଛି କଣ, ଯଦି ସେମାନଙ୍କ ଟଙ୍କା ସେମାନଙ୍କର ଲୋନ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଉଛି, ସେମାନେ ସେମାନଙ୍କ ଟଙ୍କା ସେମାନଙ୍କ ହାତରେ ପାଇପାରୁନାହାନ୍ତି, ବ୍ୟାଙ୍କ ଲୋନ ବାବଦରେ କାଟି ନେଇଯାଉଛି। ଅପରପକ୍ଷରେ ସବୁ ଥାଇ ଗାଡି ଅଛି, ଘୋଡା ଅଛି, ଜମି ବାଡି ଅଛି, ଯଦି ପାଖ ପଡିଶାଟିଏ କୌଣସି ମତେ ପାଇଯାଉଛି, ଗରିବ ମହିଳାଟିଏ ନ ପାଇ ନିଜକୁ ହତଭାଗିନୀ ବୋଲି ନିଜକୁ ଧିକ୍କାର କରୁଛି। କଥାରେ କହିହେବ ନ ମିଳୁ ପଛେ, କିନ୍ତୁ ଆଶା ତ ମଉଳିଯିବ ନା। ଗୋଟିଏ ଘରେ ଶାଶୁଟିଏ ପାଉଛି, ନଣନ୍ଦଟିଏ ପାଉଛି, କିନ୍ତୁ ବୋହୂଟିଏ ପାଉନି। ଯଦି ସେ ପରିବାର ଯଦି ମତାନ୍ତର ଥିବ କି ମନାନ୍ତର ଥିବ, ତାହେଲେ ସେ ବୋହୂଟିର ଅବସ୍ଥା କଣ ହଉଥିବ ମୁଁ ଭାବୁଛି ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ସୁଭଦ୍ରାର ପରିଚାଳକ ମାନେ ହୃଦୟଙ୍ଗମ କରିବେ। ଇଏ ତ ଗଲା ଆମ ହିତାଧିକାରୀ ମାନଙ୍କର ବିଷୟରେ। ସବୁଠୁ ବଡ କଥା ହେଲା, କି ଦିନ କି ରାତି ଯୋଉ ଜନସେବା କେନ୍ଦ୍ରର ଭାଇ ଭଉଣୀ ମାନେ ନିଜ ସମୟକୁ ଅପଚୟ କରି କୋଟି କୋଟି ମହିଳା ମାନଙ୍କର କୁ ତାଲିକାଭୁକ୍ତ କରାଇଲେ ସୁଭଦ୍ରା ଯୋଜନାରେ। ସେଥିପାଇଁ କିଏ ଯଦି 50-100 ନେଲା, ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା, ଆରେଷ୍ଟ ହେଲେ। ଯେ କି ନୀଳାଦ୍ରି ବିହାରର ଜନସେବା କେନ୍ଦ୍ର ଅପରେଟର, ସତ୍ୟନଗର ଜନସେବା କେନ୍ଦ୍ର ଅପରେଟରଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଲା। ସେମାନେ ଏତେ ରାତି ଦିନ ଖଟି ସେମାନଙ୍କର ବହୁମୂଲ୍ୟ ସମୟ ଦେଇ ଏପର୍ଯ୍ୟନ୍ତ ସେମାନେ ସରକାରଙ୍କ ତରଫରୁ ଫଟା ପାହୁଲାଟି ମଧ୍ୟ ପାଇ ନାହାନ୍ତି। ଏହାପରେ ବି ସେମାନେ ଅପେକ୍ଷା କରିଛନ୍ତି ଆମ ପଇସା ନିଶ୍ଚିତ ମିଳିବ। ତେଣୁ ସମସ୍ତେ ତ ସେଇ ଅପେକ୍ଷାରେ ଦିନ କାଟୁଛନ୍ତି। ଇଏ ତ ଗଲା ଆମର ମା ଭଉଣୀ ହିତାଧିକାରିଣୀ ଏବଂ ଭାଇ ଭଉଣୀ ଯିଏକି ଆମର ଜନସେବକ ମାନଙ୍କ କଥା। ସବୁରି ମୂଳରେ ଆମର ସେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ଯାହାକୁ କି ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଭରସା କରି ତାଙ୍କ ବୁକୁଟ ପିନ୍ଧେଇଛନ୍ତି। ଯେତେବେଳେ ଆମର ନିର୍ବାଚନ ହେଲା, ନିର୍ବାଚନ ସରିଲା, ମୁଖ୍ୟମନ୍ତ୍ରୀ କିଏ ହେବ ଓଡ଼ିଶାବାସୀ ଚାତକ ପକ୍ଷୀ ଚାହିଁଥିଲେ। ସେତେବେଳେ ବିଭିନ୍ନ ନାଁ ଆସୁଥିଲା,
ଅମୁକ ହେବେ ମୁଖ୍ୟମନ୍ତ୍ରୀ, ସମୁକ ହେବେ ମୁଖ୍ୟମନ୍ତ୍ରୀ, କିନ୍ତୁ ସମସ୍ତଙ୍କର ନଜର ଥିଲା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଉପରେ। ନରେନ୍ଦ୍ର ମୋଦି ଯାହାକୁ ଭରସା କରିଥିଲେ ଏବଂ ସେ ହେଉଛନ୍ତି ଆମ ରାଜ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ତାଙ୍କ ଉପରେ ମୋର ନୁହେଁ, ଆମ ଠିକ କଥାର ନୁହେଁ, ସାରା ରାଜ୍ୟବାସୀ ମାନଙ୍କର ଭରସା ରହିଛି। ତେଣୁ ମୋର ମା ଭଉଣୀ ମାନଙ୍କୁ ଏତିକି ଅନୁରୋଧ, ତାଙ୍କ ଉପରେ ଆଉ ଅଳ୍ପ ଦିନ ଭରସା ରଖନ୍ତୁ, ସେ ନିଶ୍ଚିତ ଆପଣମାନଙ୍କ ସମସ୍ୟା ସୁଧାରିବେ। ମୁଁ ମୋର ଆଜିର ଏହି ଚ୍ୟାନେଲର ଶୀର୍ଷକକୁ ଶେଷ କରିବା ପୂର୍ବରୁ ପରବର୍ତ୍ତୀ ଭିଡ଼ିଓ ସମ୍ପର୍କରେ ଜାଣିବା ପାଇଁ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଲାଇକ୍ ବି କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।